ଯେକୌଣସି ବାହାଘର ଭୋଜି ହେଉ ବା ଛୋଟ ମୋଟ ଖିଆପିଆ ହେଉ ସବୁଥିରେ ଖଟାର ଆଇଟମ୍ ତ ନିଶ୍ଚିନ୍ତ ବନିଥାଏ। କାହିଁକିନା ଆମ ସବୁ ଓଡ଼ିଆଙ୍କର ଖାଇବା ସାଇଡ଼୍ରେ ଖଟା ଯଦି ନଥିବ ସେ ଖାଇବାରେ କ'ଣ ମଜା ଆସେ। ସେ ବିଲାତି ଆଉ ଖଜୁର ଖଟା ହେଉ ବା ଆମ୍ବ ଖଟା ହେଉ ବା ଓଉ ଖଟା ହେଉ ସବୁଥିରେ ଗୋଟେ ଭିନ୍ନ ଟେଷ୍ଟ ଥାଏ। ତ ଆଜି ଆପଣମାନଙ୍କ ସହିତ ସେୟାର କରିଛି ଓଉ ଖଟାର ରେସିପି। ତା ପାଇଁ ଓଉର ଭଲ ଭାବେ ଚୋପାକୁ ଛଡ଼େଇକି ତାକୁ ଧୋଇକି ନେଇ ଆସିଛି। ପ୍ରେସର କୁକରରେ ସବୁ ଓଉକୁ ନେଇଛି। ଅଳ୍ପ ଟିକେ ପାଣି ନେଇଛି, ତା ସହିତ ସ୍ୱାଦ ଅନୁସାରେ ଲୁଣ ଆଉ ହଳଦୀ ଗୁଣ୍ଡ ପକାଇକି 2ଟା ହୁଇସିଲ୍ ଆସିଲା ପର୍ଯ୍ୟନ୍ତ ତାକୁ କୁକ୍ କରିବା। ଓଉ ସିଝିବା ଭିତରେ ମସଲା ପ୍ରସ୍ତୁତ କରିନେବା। ତା ପାଇଁ ମୁଁ ଏଠି ଅଦା ନେଇଛି, ଶୁଖିଲା ଲଙ୍କା ନେଇଛି ଆଉ ଅଳ୍ପ ଟିକେ ନଡ଼ିଆ କୋରା ନେଇଛି। ତା ସହିତ 2 ଚାମଚ ମୁଁ ଏଠି ଧଳା ସୋରିଷ ନେଇଛି ଆଉ 1 ଚାମଚ ଜିରା ନେଇଛି। ତ ଏସବୁକୁ ଅଳ୍ପ ଟିକେ ପାଣି ଦେଇକି ତାକୁ ଭଲ ଭାବେ ଚିକଣ କରିକି ଗ୍ରାଇଣ୍ଡିଙ୍ଗ କରିକି ନେଇ ଆସିବା। ଏବେ ଦେଖନ୍ତୁ ମସଲାଟା ମୋର ରେଡ଼ି ହେଇଯାଇଛି। ଓଉକୁ ଯେଉଁ ମୁଁ ସିଝିବା ପାଇଁ ବସେଇଥିଲି ସେଇଟା ହେଇଯାଇଛି। ତ ପ୍ରେସର କୁକରରୁ ମୁଁ ବାହାର କରିକି ନେଇ ଆସିଛି। ଏବେ ଦେଖନ୍ତୁ ଓଉଟା ବହୁତ ବଢ଼ିଆ ସିଝି ଯାଇଛି। ତ ଏମିତିକା ସିଝିବା ଦରକାର ଓଉ। ତାପରେ ଗ୍ୟାସ୍ ଉପରେ କଢ଼େଇ ବସେଇକି ସେଥିରେ ମୁଁ ରିଫାଇଣ୍ଡ ତେଲ ପକାଇ ନେଇଛି। ଆଉ ଯେଉଁ ଓଉକୁ ସିଝେଇକି ରଖିଥିଲି ସବୁ ଓଉକୁ ତେଲରେ ପକାଇକି ହାଲକା ତାକୁ ଭାଜି ନେବା। ତ ଏମିତି ଓଉଟାକୁ ଭାଜିକି ଓଉ ଖଟାଟା ବନେଇଲେ ଓଉ ଖଟାର ଟେଷ୍ଟ ବହୁତ ବଢ଼ି ଯାଇଥାଏ। ନହେଲେ ଆପଣମାନେ ବିନା ଭାଜିକି ମଧ୍ୟ କରିପାରିବେ ଓଉ ଖଟା। ଏବେ ଦେଖନ୍ତୁ ଓଉକୁ ଲୋ ମିଡ଼ିୟମ୍ ଫ୍ଲେମ୍ରେ ଭାଜିଲା ପରେ ଓଉର ଚାରିପଟ ସାଇଡ଼୍ରେ ବହୁତ ବଢ଼ିଆ ଗୋଟେ କଲର୍ ଆସିଯାଇଛି। ଏବେ ଦେଖନ୍ତୁ ଓଉ ତ ବହୁତ ବଢ଼ିଆ ଭାଜି ହେଇଯାଇଛି। ତାକୁ ମୁଁ ଏବେ ଗୋଟେ ବାହାର କରିକି ଗୋଟେ ପ୍ଲେଟ୍ରେ ରଖି ନେଉଛି। ଓଉ ଭାଜି ହେଇଗଲା ପରେ ସେମ୍ କଢ଼େଇରେ ସେଇ ତେଲରେ ହାଫ୍ ଛୋଟ ଚାମଚ ଫୁଟଣ, ହେଙ୍ଗୁ, ଶୁଖିଲା ଲଙ୍କା ଆଉ ଭୃଷଙ୍ଗ ପତ୍ରକୁ ପକାଇ ନେଇଛି। ହାଲକା ଭାଜି ହେଇଗଲା ପରେ ଏସବୁ ତାପରେ ଯେଉଁ ଗ୍ରାଇଣ୍ଡିଙ୍ଗ କରିକି ରଖିଥିଲି ମସଲାକୁ ପକାଇ ନେଇଛି। ଆଉ ଗ୍ରାଇଣ୍ଡିଙ୍ଗ ଜାର୍ରେ ଅଳ୍ପ ଟିକେ ପାଣି ଦେଇକି ତାକୁ ଧୋଇକି ପକାଇ ନେଇଛି। ତାପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ ଆଉ ଲଙ୍କାଗୁଣ୍ଡ ପକାଇ ନେଇଛି। ସବୁକୁ ଭଲ ଭାବେ ମିକ୍ସ କରିକି ତାକୁ କଭର୍ କରିକି 4ରୁ 5 ମିନିଟ୍ ପର୍ଯ୍ୟନ୍ତ ମିଡ଼ିୟମ୍ ଫ୍ଲେମ୍ରେ କୁକ୍ କରିବା। 4-5 ମିନିଟ୍ ପରେ ଏବେ ଦେଖନ୍ତୁ ମସଲାରୁ ତେଲ ଛାଡ଼ିବା ଷ୍ଟାର୍ଟ ହେଇଗଲାଣି। ତା'ର ମାନେ ମସଲାଟା ବହୁତ ବଢ଼ିଆ କଷି ହେଇଗଲାଣି। ତାପରେ ମୁଁ ଯେଉଁ ଓଉକୁ ଭାଜିକି ରଖିଥିଲି ସବୁ ଓଉକୁ ସେଥିରେ ପକାଇ ନେଉଛି। ଆଉ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଓଉକୁ ମସଲା ସହିତ କଷି ନେବା। ତାପରେ ଭଲ ଭାବେ କଷି ହେଇଗଲା ପରେ ଓଉ ସିଝେଇଲା ବେଳେ ଯେଉଁ ପାଣିଟା ମୁଁ ପ୍ରେସର କୁକରରେ ଦେଇଥିଲି ଓଉ ସିଝା ପାଣିଟାକୁ ଏହି ସମୟରେ ପକାଇ ନେବା କଢ଼େଇରେ। ତାପରେ ସବୁକୁ ଭଲ ଭାବେ ମିକ୍ସ କରିବା। ତାପରେ ତାକୁ କଭର୍ କରିକି 4ରୁ 5 ମିନିଟ୍ ପର୍ଯ୍ୟନ୍ତ ମିଡ଼ିୟମ୍ ଫ୍ଲେମ୍ରେ କୁକ୍ କରିବା। 4-5 ମିନିଟ୍ ପରେ ମୁଁ ଚେକ୍ କରି ନେଉଛି। ଓଉ ଖଟା ତ ଲଗଭଗ ହେଇଗଲାଣି। ଆଉ ଲାଷ୍ଟରେ ସେଥିରେ 3ରୁ 4 ଚାମଚ ମୁଁ ଗୁଡ଼ ପକାଇ ନେଉଛି। ଗୁଡ଼ ପକାଇବା ଦ୍ୱାରା ଓଉ ଖଟାର ବହୁତ ବଢ଼ିଆ ଗୋଟେ ଟେଷ୍ଟ ଆସିଥାଏ, ବହୁତ ବଢ଼ିଆ ଫ୍ଲେଭର୍ ଆସିଥାଏ। ତ ନିଶ୍ଚୟ ପକାଇବେ। ଗୁଡ଼ ପକାଇକି ତାକୁ ଭଲ ଭାବେ ମିକ୍ସ କରି ନେଉଛି। ମିକ୍ସ କରିକି ତାକୁ ଜଷ୍ଟ 3ରୁ 4 ମିନିଟ୍ ପର୍ଯ୍ୟନ୍ତ ମିଡ଼ିୟମ୍ ଫ୍ଲେମ୍ରେ ରଖିକି କୁକ୍ କରିବା। 3-4 ମିନିଟ୍ ପରେ ଏବେ ଦେଖନ୍ତୁ ଟେଷ୍ଟି ଆଉ ଚଟପଟା ଓଉ ଖଟା ବନିକି ମୋର ରେଡ଼ି ହେଇଯାଇଛି। ଆଉ ଲାଷ୍ଟରେ ମୁଁ ସେଥିରେ ଅଳ୍ପ ଟିକେ ନଡ଼ିଆ କୋରା ପକାଇକି ସର୍ଭ କରୁଛି। ନିଶ୍ଚୟ ଏହି ପ୍ରୋସେସ୍ରେ ବନାନ୍ତୁ। ଆଉ ଏଇଟା ଯେତିକି ସୁନ୍ଦର ଦେଖାଯାଉଛି ସେତିକି ଟେଷ୍ଟି ମଧ୍ୟ ଲାଗେ। ଆଉ ଯେହେତୁ ଏଥିରେ ଗୁଡ଼ ପଡ଼ିଛି ଆଉ ଓଉର ଟିକେ ଖଟା ଥାଏ ତ ଏଇଟା ପୁରା ଖଟା ମିଠା ଟେଷ୍ଟ ଆଣିଥାଏ। ଆଉ ଖାଇବା ପାଇଁ ବହୁତ ବଢ଼ିଆ ଲାଗେ। ନିଶ୍ଚୟ ଥରେ ଟ୍ରାଏ କରନ୍ତୁ। ଆଜିର ରେସିପିଟି ଆପଣମାନଙ୍କୁ ଭଲ ଲାଗୁଛି ପ୍ଲିଜ୍ ଲାଇକ୍ କରନ୍ତୁ। ଯଦି ୟୁଟ୍ୟୁବରୁ ଦେଖୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରନ୍ତୁ। ଫେସବୁକ୍ ପେଜ୍ରୁ ବା ଇନଷ୍ଟାଗ୍ରାମରୁ ଦେଖୁଥିଲେ ନିଶ୍ଚୟ ଫଲୋ କରନ୍ତୁ।